ଏହି କଥାଟି ଜଣକ ବାସ୍ତବ ଅନୁଭୂତିରୁ ଆମେ କାହାଣୀକୁ ରୂପାନ୍ତରିତ କରିଛୁ। ମୋ ନାଁ ଆଦିତ୍ୟ। ମୋର ଜଣେ ଅନ୍ତରଙ୍ଗ ବନ୍ଧୁ ମୋହନ, ଯିଏକି 2 ମାସ କୋମାରେ ରହିବା ପରେ ଯେତେବେଳେ ସେ ସେନ୍ସକୁ ଆସିଲେ, ସେତେବେଳେ ସେ ତାଙ୍କର ଏହି ରହସ୍ୟମୟ ଡରାବନୀ ଅନୁଭୂତିକୁ ଆମକୁ ଜଣାଇଥିଲେ। ଆଜିକୁ ପ୍ରାୟ 40 ବର୍ଷ ତଳର ଘଟଣା, ଯେତେବେଳେ ଭୁବନେଶ୍ୱର ରାଜଧାନୀରେ ବିଜୁଳି ବି ସବୁ ଜାଗାରେ ନଥାଏ। ଗାଡ଼ି ମଟର କାଁ ଭାଁ ଥାଏ। ରିକ୍ସା ଆଉ ସାଇକେଲରେ ଯିବା ଆସିବା ହୁଏ। ରାତି 8ଟାରେ ରାସ୍ତା ସୁନସାନ ହୋଇଯାଏ। ରାସ୍ତାରେ କେବଳ ବେଙ୍ଗ ଆଉ କୁକୁରମାନଙ୍କର ରଡ଼ିରେ ମନ ଅସ୍ଥିର ହୋଇଉଠେ। ଆମେ 4-5 ଜଣ ଘନିଷ୍ଠ ବନ୍ଧୁ ଥାଉ। ଆମର ଗୋଟେ ସାଙ୍ଗ ଗୋଟେ ବହି ଦୋକାନ ମାଷ୍ଟର କ୍ୟାଣ୍ଟିନ୍ ପାଖରେ କରିଥାଏ। ଆମେମାନେ ସେଇଠି ସନ୍ଧ୍ୟାରେ ଚା ଖଟି କରୁ। ଅଧିକ ରାତି ହେଲେ ଆମେମାନେ ଯେଝା ବାଟରେ ଚାଲିଯାଉ। ଗୋଟେ ଦିନର କଥା, ସେଦିନ ଥିଲା ଶୁକ୍ରବାର। ସବୁଦିନ ଭଳିଆ ସେଦିନ ବି ଖଟିରେ ବାର୍ତ୍ତାଳାପରେ ବହୁତ ମଜା ହେଉଥିଲା। ଅଧିକ ରାତି ହେବାରୁ ଯିଏ ଯା ବାଟରେ ଗଲେ। ତା ପରଦିନ ମୋର ଆଉ ଗୋଟେ ଅନ୍ତରଙ୍ଗ ବନ୍ଧୁ ଆସି କହିଲା, ମୋହନ ହସ୍ପିଟାଲରେ। ପଚାରି ବୁଝିବାକୁ ସେ କହିଲା, ମୋହନ ସତ୍ୟନଗର ମଶାଣି ପାଖରେ ସାଇକେଲରୁ ପଡ଼ି କୋମାକୁ ପଳାଇଛି। ସେ କଟକ ମେଡିକାଲରେ ଅଛି। ଆମେ କିଛି ବୁଝିପାରିଲୁ ନାହିଁ। ଏମିତି କେମିତି ଘଟଣା ଘଟିଲା? ବିନା ଆକ୍ସିଡେଣ୍ଟରେ ସେ କେମିତି ସାଇକେଲରୁ ପଡ଼ିଗଲା? ଆମେ ଏହା ବି ଭାବିଲୁ ଯେ ବୋଧେ ମୋହନକୁ କିଏ ଆଘାତ କରିଛି, ନହେଲେ ମୋହନ ଭଳିଆ ଏତେ ହୃଷ୍ଟପୁଷ୍ଟ ମଣିଷର ଏପରି କିପରି ହେଲା? ମୋହନ ଆମ ବନ୍ଧୁମାନଙ୍କ ଭିତରେ ଅଧିକ ସାହସୀ ଆଉ ହୃଷ୍ଟପୁଷ୍ଟ ଥିଲା। ଆମେ ବନ୍ଧୁମାନେ ସମସ୍ତେ ତାକୁ ଦେଖିବାକୁ ଯାଇଥିଲୁ, କିନ୍ତୁ ସେ ସେନ୍ସରେ ନଥିଲା। ତା ସ୍ତ୍ରୀକି ବି ଆମେ ବହୁତ କଥା ପଚାରି ବୁଝିଲୁ, କିନ୍ତୁ ସ୍ତ୍ରୀ ପାଖରେ କୌଣସି ଉତ୍ତର ନଥିଲା। ଏମିତି 2 ମାସ ବିତିଗଲା। ଦିନେ ମୋର ଆଉ ଗୋଟେ ସାଙ୍ଗ ଆସି କହିଲା, ମୋହନ ସେନ୍ସକୁ ଫେରିଲାଣି। ସେ ଆମମାନଙ୍କୁ ଖୋଜୁଛି, ଆମକୁ ଦେଖିବାକୁ ଚାହୁଁଛି। ଆମକୁ ତା ପାଖକୁ ଯିବାକୁ ପଡ଼ିବ। ତାପରେ ଆମେ ତା ପାଖକୁ ଗଲୁ। ଆମେ ପଚାରିଲୁ, ସେଦିନ ରାତିରେ ତୋର ଏମିତି ଅଘଟଣ କେମିତି ଘଟିଲା? ତାପରେ ସେ କହିଲା, ସେଦିନ ମୁଁ ସତ୍ୟନଗର ମଶାଣି ଦେଇ ଘରକୁ ଯାଉଥାଏ। ରାସ୍ତା ପୁରା ସୁନସାନ ଥିଲା। ମଶାଣି ପାଖରେ ଗୋଟେ ଚାଟ୍ ଦୋକାନ ଦେଖିଲି। ମୁଁ ଭାବିଲି ଚାଟ୍ ଟିକେ ଖାଇବି ଆଉ ଘରକୁ ଚାଟ୍ ଟିକେ ନେବି। ସେ ଚାଟ୍ ଦୋକାନଟି ମୁଁ ଆଗରୁ କେବେ ବି ଦେଖିନଥିଲି, କିନ୍ତୁ ଭାବିଲି ବୋଧେ ଚାଟ୍ ଦୋକାନଟା ନୂଆ ଖୋଲିଛି। ମୁଁ ତା ପାଖକୁ ଯାଇ କହିଲି, ମୋତେ ଗୋଟେ ଚାଟ୍ ଖାଇବାକୁ ଦିଅ ଆଉ 2ଟା ଚାଟ୍ ପାର୍ସଲ କରିଦିଅ। ଦୋକାନଟି ମୁଣ୍ଡ ହଲେଇ କହିଲା, ହଁ, କିନ୍ତୁ ସେ କିଛି ଜବାବ ଦେଲାନି। ତାପରେ ମୁଁ ଟିକେ ସାଇକେଲଟା ଥୋଇ ସେଇ ପାଖକୁ ପାସ୍ କରିବାକୁ ଯାଇଥିଲି। ମୁଁ ଯେତେବେଳେ ପାସ୍ ଯାଇ ଆସିଲି, ସେତେବେଳେ ସେଇ ଚାଟ୍ ଦୋକାନଟି ସେଠି ନଥିଲା। ତାପରେ ମୁଁ ଭାବିଲି, କେଡ଼େ ଅଭଦ୍ର ଲୋକଟା ମ, କହିଲା ଚାଟ୍ ଦେବ ବୋଲି ଦୋକାନ ନେଇ ଚାଲିଗଲା। ତାପରେ ଭାବିଲି, ବୋଧେ ରାତି ଅଧିକ ହୋଇଯିବାରୁ ସେ ଚାଟ୍ ଦୋକାନଟି ସେଠୁ ଚାଲିଯାଇଛି। ମୁଁ ତାପରେ ସାଇକେଲରେ ବସି ଚକା ଗଡ଼ାଉଥାଏ। ହଠାତ୍ ସେଇ ଚାଟ୍ ଦୋକାନଟି ରକ୍ତାକ୍ତ ହୋଇ ମୋ ସାଇକେଲରେ ବସି ପଡ଼ିଲା, ଯାହାର କି 2ଟି ଆଖି ନଥିଲା ଆଉ ମୁହଁ ସାରା ରକ୍ତରେ ଜୁଡ଼ୁବୁଡ଼ୁ ହେଉଥିଲା। ତା ମୁହଁଟି ଏତେ ଭୟାନକ ଥିଲା ଯେ ତାହା କଥାରେ କହିବା ଅସମ୍ଭବ। ତାପରେ ମୋର କ'ଣ ହେଲା ମୁଁ କିଛି ଜାଣିନି। ଆମେ ସମସ୍ତେ ମୋହନର କଥାକୁ କେବଳ କାହାଣୀ ଭଳିଆ ଶୁଣୁଥାଉ, କିନ୍ତୁ ବାସ୍ତବରେ ଯିଏ ଅଙ୍ଗେ ଲିଭାଇଥିବ ସେ ତାର ବାସ୍ତବତାକୁ ଉପଲବ୍ଧି କରିଥିବ। ଆମର ଏହି ବାସ୍ତବ ଅନୁଭୂତିକୁ ଆମେ ଆପଣମାନଙ୍କ ପାଖରେ ଉପସ୍ଥାପନା କରିଛୁ। ଆମର ଚ୍ୟାନେଲକୁ ନିଶ୍ଚୟ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବେ। ନମସ୍କାର, ଜୟ ହିନ୍ଦ।